ଆମେ ପଢ଼ିଛୁ ବ୍ଲେସିଂସ୍ ଅଫ୍ ଦି ଗ୍ରେସ୍। ଚେପ୍ଟର ହେଲା ଡିସ୍କଭରି ଅଫ୍ ଦି ସାଇକିକ୍ ବିଙ୍ଗ୍। ଆମ ଦୈନନ୍ଦିନ ଜୀବନରେ ଆମେ ଯେଉଁ ବନ୍ଧନର ସମ୍ମୁଖୀନ ହେଉ, ଯେଉଁ ଯନ୍ତ୍ରଣା କଷ୍ଟର ସମ୍ମୁଖୀନ ହେଉ, ଅଜ୍ଞାନତା ନିଶ୍ଚେତନାର ସମ୍ମୁଖୀନ ହେଉ, ତାହା ଭିତରୁ କେମିତି ବାହାରି ଆସିବ, এই ବନ୍ଧନରୁ କେମିତି ବାହାରି ଆସିବ ମା ବର୍ଣ୍ଣନା କରିଛନ୍ତି। ହାଉ ଟୁ ଗେଟ୍ ଆଉଟ୍ ଅଫ୍ ଦିସ୍ ଫିଟର୍ସ of this slavery, these circumstances which engulf one at each moment, and to which, moreover, we have willingly submitted ourselves by our wish or by our preference, because it corresponds to the inclination of the vital and the mental. ଆମେ ଜାଣି ଶୁଣିକରି ଏହାର ଅଧୀନରେ ରହୁ। ସେ ବିଖ୍ୟାତ କଥା ଅଛି, ରାଜା କ'ଣ କରିଛନ୍ତି ନା ଗୁରୁଙ୍କୁ ଦେଖା କରିଛନ୍ତି। ଗୁରୁ ଆସିଛନ୍ତି ତାଙ୍କର ରାଜସଭାକୁ, ପ୍ରଣାମ କରିଛନ୍ତି, ଦେଖା କରୁଛନ୍ତି। ବ୍ୟକ୍ତିଗତ କଥାବାର୍ତ୍ତା ଭିତରେ କହୁଛନ୍ତି ଯେ ମୁଁ ଏଥିରୁ ମୁକ୍ତ ହେବି କେମିତି, ମୋର ଯେଉଁ ଅସହିଷ୍ଣୁତା ରହିଛି, କ୍ରୋଧ ରହିଛି, ମୋର ଯେଉଁ ଅସୁବିଧା ଗୁଣ ସବୁ ରହିଛି, ସେଥିରୁ କେମିତି ମୁଁ ବାହାରି ଆସିଛି। ସେମାନେ ମୋତେ ଜାବୁଡ଼ିକି ଧରିଛନ୍ତି। ରାଜା ପଚାରିଲେ ତୁମକୁ ଜାବୁଡ଼ିକି ଧରିଛନ୍ତି? ହଁ, କିନ୍ତୁ ବାହାରି ଆସିବନି ଜମା। ଗୁରୁଦେବ କିଛି କହିଲେନି। ଗୋରଖନାଥ, ଗୁରୁଦେବ ହେଉଛନ୍ତି ଗୋରଖନାଥ। ତାପରଦିନ ସକାଳୁ ସେ ଆଉ ରାଜା ଗଲେ ବଗିଚା ବୁଲିବା ପାଇଁ। ସବୁଦିନ ଯାଆନ୍ତି, ଅଭ୍ୟାସ ହେଉଛି। ହଠାତ୍ ଗୁରୁଦେବଙ୍କ ଚିତ୍କାର ଶୁଣାଗଲା। ଦେଖିଲା ବେଳକୁ ଗୁରୁଦେବ ଗୋଟେ ଗଛକୁ କୁଣ୍ଢେଇକିରି ପାଟି କରୁଛନ୍ତି। ମୁଁ କହୁଛନ୍ତି ଟିକେ ମୋତେ ସାହାଯ୍ୟ କର। ନା କ'ଣ? ନା ଏ ଗଛ ମୋତେ ଧରି ରଖିଛି, ମୁଁ ବାହାରି ପାରୁନି। ଜୋରରେ ପାଟି କରି କହୁଛନ୍ତି। ଇଏ ରାଜା ଚାହିଁଲେ, କହିଲେ ଗୁରୁଦେବ ଆପଣ ଗଛକୁ ଛାଡ଼ି ଦିଅନ୍ତୁ, ସେ ଆଉ ରହିବନି। ରାଜା ଛାଡ଼ିଦେଲେ। କହିଲେ ଏଇ ହେଉଛି ତମ ଅବସ୍ଥା। ତମେ ଜାବୁଡ଼ିକି ଧରିଛ ଅଜ୍ଞାନତାକୁ, ଜାବୁଡ଼ିକି ଧରିଛ ଅସୁବିଧାକୁ। ଏଣେ କହିବାକୁ ଆରମ୍ଭ କରୁଛ ଯେ ମୋତେ ସେମାନେ ଜାବୁଡ଼ିକି ଧରିଛନ୍ତି। ତମେ ହିଁ ଧରିଛ, ତମେ ଛାଡ଼ିଦିଅ, ସେମାନେ ଜାଣିଯିବେ। ମା ଗୋଟେ ଜାଗାରେ ନିଜେ କହୁଛନ୍ତି, ଗୋଟେ କଥା ଏତେ ବର୍ଷ ଭିତରେ ମୁଁ ବୁଝିପାରିଲିନି। କ'ଣ ସେ କଥା? ନା କଥା ହେଉଛି ଯେ ତୁମେ ଯେତେବେଳେ ଯେଉଁ ମୁଭମେଣ୍ଟଟା, ଯେଉଁ ଗତିବୃତ୍ତିଟା ଖରାପ ବୋଲି ଭାବୁଛ, ଯେଉଁ ଘଟଣାଟା ଖରାପ ବୋଲି ଭାବୁଛ, ଅସୁବିଧାଜନକ ବୋଲି ଭାବୁଛ, ତା ପ୍ରତି ପୁଣି କେମିତି ଆକୃଷ୍ଟ ହେଉଛ। କହିଲେ ଏଇଟା ମୁଁ ଏପର୍ଯ୍ୟନ୍ତ ବୁଝିପାରିଲିନି। କିନ୍ତୁ ଏଇଟା ହେଉଛି ଆମ ଦୈନନ୍ଦିନର ଘଟଣା, ଯେ ଆମେ ଯାହାକୁ ତୁଚ୍ଛ ବୋଲି ଭାବୁ, ଖରାପ ବୋଲି ଭାବୁ, ତାକୁ ପୁଣି ସମ୍ପୂର୍ଣ୍ଣ ଭାବରେ ତା ପ୍ରତି ଆକୃଷ୍ଟ ହେଉ। ବା କହୁଛନ୍ତି ହାଉ ଟୁ ଗେଟ୍ ଆଉଟ୍ ଅଫ୍ ଦିସ୍ ଫିଟର୍ସ, ଏ ବନ୍ଧନରୁ କେମିତି ମୁକ୍ତ ହେବାକୁ ପଡ଼ିବ, ଏ ସ୍ଲାଭେରୀ ଦାସତ୍ୱରୁ କେମିତି ମୁକ୍ତ ହେବାକୁ ପଡ଼ିବ, ଏ ପରିସ୍ଥିତିରୁ କେମିତି ମୁକ୍ତ ହେବାକୁ ପଡ଼ିବ, ତା ପ୍ରତି ମୁହୂର୍ତ୍ତରେ ଆମମାନଙ୍କୁ ଜାବୁଡ଼ିକି ଧରି ଆସୁଛି। we have ଏବଂ ଅନ୍ୟଥା we have moreover we have willingly submitted ourselves by our wish, ଆମେ ଜାଣି ଶୁଣିକରି ତା ପାଖରେ ନିଜକୁ ଦେଇ ଦେଉଛୁ, ଇଚ୍ଛା କରିକିରି, by our preference, because it corresponds to the inclination of the vital and the mental, ମନ ପ୍ରାଣରୁ ଆସୁଛି ବୋଲି ଆମେ ଜାଣି ଶୁଣିକି ତାର ଅଧୀନରେ ରହୁଛୁ। ଆଚ୍ଛା, ମା ପୁଣି ପଚାରୁଛନ୍ତି, ବେଷ୍ଟ ୱେ or the most direct thing is to concentrate here to find the inner contact. କହିଲେ ମା କହିଲେ ସବୁଠାରୁ ଭଲ ହେଉଛି, ଛାତିରେ ଦେଖିଦେଇ କହିଲେ ଏଇଠି ଏକାଗ୍ର ହେବା, ଏଇ ଜାଗାରେ ଏକାଗ୍ର ହେବା, to find the inner contact, ଯାହାଫଳରେ ଯେଉଁ ଅନ୍ତରର ଯେଉଁ ସମ୍ପର୍କ ତାକୁ ଆବିଷ୍କାର କରିବାକୁ, ନିଜ ଭିତରେ କଣ୍ଟାକ୍ଟ କରିବା, ଭିତରକୁ ଯିବା, କିଛି ଏକ ବସ୍ତୁ ଆବିଷ୍କାର କରିବା ଯାହାର ଚେର ସବୁଆଡ଼େ ମିଳିଛି ଏବଂ ଯାହା ଆମକୁ ପ୍ରକୃତିରେ ଏଥିରୁ ବାହାର କରିଦେଇପାରିବ। as long as you have not found this, ଯେପର୍ଯ୍ୟନ୍ତ ଆମେମାନେ ୟାକୁ ଆବିଷ୍କାର କରିନାହୁଁ ନିଜ ଭିତରେ, that is to say the inner contact, ଅନ୍ତର ସମ୍ପର୍କ ସ୍ଥାପନ କରିପାରୁନାହୁଁ, we grope, we stumble, we fall, we jostle and we search in vain. ଆମେ କ'ଣ କରୁ? ଝୁଣ୍ଟି ପଡ଼ୁ, ତଳେ ପଡ଼ିଯାଉ, ହଇରାଣ ହେଉ, ସାଂଘାତିକ ଭାବରେ ଆଘାତ ହେଉ, ଆମର ଖୋଜିବାଟା ଅର୍ଥହୀନ ହୋଇପଡ଼େ, in vain. It seems so fugitive. Then we begin again with a little more ardor,
but end up with the same story. कि असुविधा हईराण कथा आम पुणी आउ थे आरंभ करूँ पुणी आउ थे खसी पड़ू कंटाक्ट रहे then we begin again with a little more ardor आउ धेटे उत्साह सहित आरंभ करूँ we end up with the same story. It disappears farther and farther away. जिते जिते आम पचे लागू से आम घुंचिकी दूर को ठिया हुए it is then that one must be have patience. यही जगह जनकर धैर्य रहा दरकार निज भितर विषय वस्तुटा अच्छी किसी निष्ठापरता आंतरिकता जोर किसी बल खर्च करा दरकार कंटाक्ट आसापी कारण यही जगह गोटे मेन स्विचटा अच्छी आम भितर अंतर भितर बिहाइंड द थट्स बिहाइंड द भाइटाल इम्पल्सन्स आम गोटे स्विच अच्छी अंतर स्विच अच्छी ताकू पाखे पहुँची गले ठीक आरंभ हो कार्य या विभिन्न भाषा विभिन्न कथा कहते किए किए कहते चित्त शुद्धि बोली एवठू आरंभ हुए कार्य. अच्छा however with each effort something is gained. We grow a little wiser. Sometimes a light of consciousness which you have absorbed begins to work, begins to establish. प्रतिथर फेलुअर प्रतिथर विफलता सफलतार किसी रहस्य कहीदे प्रतिथर जो विफल हो आम टे चलाक ग्रो लिटिल वाइजर टे चलाक एवं जो चेतनार आलोक आम भीतर थाए से आम ग्रहण करने आरंभ करूँ. Then it radiates here and there to find a hold. एपट सेपट हो से विकिरण करे किसी गोटे चाबी आम हाथ को चली आसे जे एक घटना घटे and little by little with the will with an aspiration that one has acquired and the ardor to progress one begins to feel that one is no longer a plaything of the mercy of circumstances. जे धीरे 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 अग्रगतिर जो आस्फुरा आर्डर हूँ उत्साह आवेग आसे एवं आमे आउ परिस्थितिर दास होनी जे आमको जमती सेमती चलाए नो लंगर ए प्लेसिंग एट द मर्सी ऑफ सर्कमस्टांसेस परिस्थितिर दास होनी दया पर निर्भर करूनी जमती दैव दौड़ी मनीष खाई जमती टाणी सेमती जाए जमती जबरदस्त आपको जो टणा हो सियाड़ चल जाऊँ कि कहबार नहीं. Of all that governs the outside world, its excitation, its impulses, its actions and reactions, जहाँ जहाँ हमको अधिकार करे तार प्रवृत्ति तार स्पंदन क्रिया प्रतिक्रिया ये सब हमको अधिकार करे but one has the control over oneself. धीरे 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 ऐसी घटना घटे अधिक अधिक आम उपर कंट्रोल आसे. प्रथमतः जो जिनसटा सबुठ असुविधा होची चिन्नी हुए चिन्नी है वर्णना कले गोटे अहेतुक आकर्षण थाए निम्न जीवन प्रति गोटे अहेतुक आकर्षण थाए जो आकर्षण को बाहरी आस हुए एमती एक आकर्षण जहाँ हमको टाणिक पुणी से जन जीवन प्रति पकई दिए कौन कर वन डायरेक्ट वन्स विल अकॉर्डिंग टू एन इनर कॉल दैट वन डायरेक्ट वन्स विल अकॉर्डिंग टू एन इनर कॉल दैट वन कैन सी ऑल थिंग्स पासिंग बिफोर वन सेल्फ विदाउट बीइंग टच्ड without being moved, without being irritated, without having any reaction, that one begins to detach oneself. ये धीरे 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 कौन बुझीपे निजर संकल्प कौन अंतर अंतर जो डाक को शुणी पारे एवं देखिपारे निज सामने चलुची विदाउट बीइंग टच्ड घटनावली सब घटुची किंतु द्वारा प्रभावित होनी अनेक घटना सब घटुची मो जीवन में दैनंदिन जीवन में कि द्वारा मुझे भासी जाऊनी without being irritated, उत्तेजित हो नहीं, without having any reaction, that one begins to detach oneself. कौन सी प्रतिक्रिया न करी जने सब निज को अलग कर देखो. To become dispassionate, as it is said, to have to no taste for all that is happening outwardly, like an illusion and which has no sense of reality. धीरे 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 कौन घटे ना विषय वस्तु संगे संपृक्तिटा कटि जाए संपृक्ति घटी जाए आमर परवर्ती अवस्था होमर परिचय घटी जाए
संपृक्ति कटि जाए अर्थ होची मु कहा संगे संपृक्त नुहे मो ये जो मान संगे मिसुची जहाँ करुची ये सब होची बाहर भितर आई बिलोंग टू समवन एल्स जमती इट इज नॉट करेक्ट उदाहरण नुहे एमती झीटे बाहा गला तार बापघर संगे संपर्क धीरे धीरे कटिगला तार शाशुघर संगे संपर्क बेसी बेसी आसला अलमोस्ट से हुए तार अनेक गुण अलग क्वालिटी अलग वन बिलोंग्स टू द डिवाइन बा जो भाषा व्यक्त करना कहीं किसी एक टेस्ट स्वाद अंतर्चेतनार स्वाद मिली जहाँ सामने वाक्य गुड़िक शुष्क निरस हो जो गुड़ाक गोटे बहु भाव रसवंत थिला ता निरस बहुधा को आरंभ कर जड़े बिलोंग्स टू मोर एंड मोर टू द प्रेजेंस निज भितर जो माँ को उपस्थिति अच्छी तार अधिक अधिक निजर हो जाए That does not mean that one ceases to work or to exist because it has no value for us. ता माने नुहे जे जनकर अस्तित्व नहीं बेली जने काम करबनी एटा को ए भाव भूल कराई जिते बड़े जड़े अंतर्चेतना संपर्क आसी से चेतनार आलोक जिते जीवन गति सकल को देखा आरंभ कर कौन से रसबोध ना रसबोध ना द्वारा से आकृष्ट होनी घटना गुड़िक घटुची जमी छाया भाया सिनेमा जमी टेलीविजन देख गोटे ड्रामा हो ड्रामाटा सीरियलटा चली संगे आम संपर्क नहीं ये कहानी दैनंदिन जीवन में चलो किंतु दैनंदिन जीवन तुमको आवृत करनी बट नो रिमेनिंग इन द मूवमेंट entirely in the work to do the work as perfectly as possible offering the result and everything to the divine without desiring to satisfy one's ego or for personal gain जिते बड़े एगुटा बहुत असुविधा आम भलक जाचु आम समस्ते जे आम कौन करूँ जिते बड़े असुविधा पड़ी माँ को डाकुचु माँ को डाकिक आम वी आर कमिंग आउट ऑफ इट असुविधा चल जाऊँ जिते बड़े जड़े बड़ असुविधार सम्मुखीन हम ताकि निजर अहं अहं को चिन्ह पार पढ़िक वक्ता देवा कथा कहूनी अहं को चिन्ह पार फेस टू फेस सामने ठिया निज भितर जे सकल रकम असुविधार कारण से माँ को डाक हेबनी तू बाहरी आसपे कारण आम से सीरीयसली नौनु जिनसा बुझुनु कि सीरीयसली नौनु एवं आम अजाणत आमको अहं अधिकार करद्वारा आम टर्चर हो व्यस्त हो जर्जरित हो विपद द्वारा पड़ुचु ये कथा न कही भल आम पार्टी बाहर जाऊँगी अवस्था एक कथाटा न भाई भल एमती भावी पकाऊँ जड़े कहूँ कि चाहूँ कि पारुनी ये हूँ दयनीय अवस्था से कहते विदाउट डिजायरिंग satisfy one's own ego or personal gain व्यक्तिगत किसी कार्य अच्छी अहम कुछ रही satisfy करने आम केते हैरान हो one remains detached disinterested without being affected जन निरासक्त द्वारा मजिजनी किसी स्पर्श करनी that which is to be assimilated in the being for the progress that is done naturally या फल कौन है अग्रगति जहाँ जहाँ दरकार चेतना भर चले ये हूँ कथा एक्शन इज एसेंशियल बट वन शुड नॉट एक्सपेक्ट रिजल्ट काम कर किंतु कौन सी आशा करनी किसी काम कर किसी आशा करनी आशा कले कौन हम ना काम कर उद्देश्यटा नष्ट होमती काम कर उद्देश्य नष्ट हम ना काम आम गोटे निज भितर गोटे एक्सपेरिमेंट कर रिसर्च कर मोर भितर सर्वोच्च अंशर प्रेरणा आसिले मुझे कर्म परिणत करी मो भितर सर्वोच्च अंशर हाईएस्ट सेंस जो फिलिंग अच्छी आम भितर चेतना अच्छी से मत कौटी कम करने कह मुझे बा और ये कौन जो कम कर भर आह्वान करके नहीं जो कम करुच्ची मु कहूँ मो कथा भितर को से प्रकाश पातु जड़े चाहूँगी जड़े ओलौची कंप्यूटर सड़ुची
ରୋଷେଇ କରୁଛି ଯେତେ କାମ କରେ କାମ ଭିତରକୁ ତାଙ୍କୁ ନେଇ ଆସିବ ମାନେ କ'ଣ ଦେଖିବ ଏଇ ଇନଭୋକ୍ କରିବ ଡାକିବ ଯେ ମୋ ଭିତରେ ଦେଇକି ତମେ ହିଁ କାମ କର ମୋ ଭିତରେ ତମେ କାମ କର ତାହେଲେ କ'ଣ ଘଟୁଛି ନା କାମଟା ସେ କରୁଛନ୍ତି ମୁଁ ଏନ୍ଜୟ କରୁଛି ତାକୁ ମୁଁ ଦଶଟା ହେଉଛି ଧୀରେ 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 ସେ କାମ କରୁଛନ୍ତି ଏଇ ହେଉଛି କାମକୁ ଅଫର୍ କରୁଛି ମୁଁ ଦେଖୁଛି ତମେ ବାସନଟା ମାଜୁଛି ତମେ ମୋ ଭିତରେ ଦେଇକି ବାସନ ଯେଉଁ ଶକ୍ତି ତମେ ହିଁ ଦେଉଛ ବିଭିନ୍ନ ରକମର ମହାବୀର ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅନ୍ୟ ଜାଗାରେ ବର୍ଣ୍ଣନା କରାଯାଇଛି ଏହି ଭାବରେ ମୋର୍ ଆଣ୍ଡ ମୋର୍ ୟୁ ରିପ୍ଲେସ୍ ୟୁର୍ ସେଲ୍ଫ ବାଇ ଦି ପ୍ରେଜେନ୍ସ ଅଧିକରୁ ଅଧିକ ଯେଉଁ ମାଆଙ୍କ ଉପସ୍ଥିତି ଅଛି ସେ ଆମ ଭିତରେ ଦେଇକି କାମ କରିବ ସେଇ ଉପସ୍ଥିତି ଆସିବେ ଏବଂ କାର୍ଯ୍ୟ କରିବେ ମୋର ବ୍ୟକ୍ତିଗତ ଜିନିଷ ଚାଲିଯିବ ଯେତେବେଳେ ଉପସ୍ଥିତି ଆସିବେ ସେତେବେଳେ ଆଉ ଏକ ଘଟଣା ଘଟିବ ସେ ଘଟଣା ବର୍ଣ୍ଣନା କରୁଛନ୍ତି କ'ଣ ଘଟଣା ନା ସେ ତାଙ୍କର ଲକ୍ଷ୍ୟ କ'ଣ ସେ କାମ କରିବେ ଆମେ ସେଇଟାକୁ ଚାହୁଁଛୁ ଆମର କାମର ଉଦ୍ଦେଶ୍ୟ କ'ଣ ହେଲା କାମ ପରଫେକ୍ଟଲି କରିବୁ କାହିଁକି ଟୁ ସାଟିସ୍ଫାଏ ଦି ପ୍ରେଜେନ୍ସ ଆମ ଭିତରେ ସେକେଣ୍ଡ ହେଉଛି କାମ ମୁଁ ନ କରିକି ମା କରିବାକୁ ଆରମ୍ଭ କରିବି କାମ ମୁଁ ନ କରିକି ମା କରିବାକୁ ଆରମ୍ଭ କରିବି ଏଇ ଉଦ୍ଦେଶ୍ୟରେ ମୁଁ କାମ କରୁଛି କାମ ଉଦ୍ଦେଶ୍ୟ ନୁହେଁ ସଫଳ କି ବିଫଳ ହେବି এইটা যদি ଜଣେ ବୁଝିପାରିବ ଏଇ ପୋର୍ସନଟା ଅନେକ ଅସୁବିଧା ଦୂର ହେବାକୁ ଆରମ୍ଭ କରିବ କାମଟା ମୋର କାମର ଉଦ୍ଦେଶ୍ୟ କ'ଣ ସେ ବାସନ ମାଜେ ଘାସ ଉପାଡ଼େ କମ୍ପ୍ୟୁଟର ଚଲାଏ ଖେଳେ ବକ୍ତା ଦିଏ କାମ ଭିତର ଉଦ୍ଦେଶ୍ୟଟା କ'ଣ ନା କାମ ଭିତର ଉଦ୍ଦେଶ୍ୟ ହେଉଛି ମୁଁ ଯେଉଁ କାମ କରୁଛି ଏଇଟା ମା କରନ୍ତୁ ଏଇଟା ହେଉଛି କାମର ଉଦ୍ଦେଶ୍ୟ ନଟ୍ ଦ୍ୟାଟ୍ ସଫଳ କି ବିଫଳ ହେଲି ସେଇଟା ନୁହେଁ action is essential but one should not expect a result a personal gain but the substance truth which each element contains the essence that it represents reveals something to us a personal gain one should not expect a result a personal gain ବ୍ୟକ୍ତିଗତ ଆଉ କିଛି ଇଚ୍ଛା ଚାହିଁବନି କିନ୍ତୁ ଏହା ଭିତରେ ସତ୍ୟ ନିହିତ ଅଛି ତା କ'ଣ this gives us the elan for progress the power of concentration a confidence in the inspiration and a sense of inner purification of having accomplished a work କ'ଣ ଘଟେ ଗୋଟେ କାର୍ଯ୍ୟ କରିବା ଅଗ୍ରଗତି କରିବାର ଏକ ଧାରା ଆସେ ଏକ ଉତ୍ସାହ ଆସେ ଏକାଗ୍ରତାର ଶକ୍ତି ବଢ଼ିଯାଏ ଆସ୍ଫୁରାର ଯେଉଁ ଆସ୍ଥା ଯେଉଁ ଆସ୍ଫୁରାର ଶକ୍ତି ତାହା ବଢ଼ିବାକୁ ଆରମ୍ଭ କରେ ଏବଂ ଏ ସେନ୍ସ ଅଫ୍ ଇନର୍ ପ୍ୟୁରିଫିକେସନ୍ ଅନ୍ତର ଶୁଦ୍ଧତା ବେଶୀ ବେଶୀ ଆସେ ଅଫ୍ ହାଭିଂ ଏ ଆକମ୍ପ୍ଲିସ୍ଡ ୱାର୍କ ଗୋଟେ କାର୍ଯ୍ୟ କରାଗଲା ସେଥିପାଇଁ ଯେଉଁ ଅନ୍ତର ଶୁଦ୍ଧତା ତାହା ଆସେ ମା ଯେଉଁ କହିଛନ୍ତି ଅନ୍ତର ଆବିଷ୍କାର ପାଇଁ ଯେଉଁ ଦୁଇଟା ଜିନିଷ ଦରକାର ଦୁଇଟା ଅଦ୍ଭୁତ ଜିନିଷ thoughts must be pure and aspiration ardent এইটা ଦରକାର ଅନ୍ତର ଆବିଷ୍କାର ପାଇଁ thoughts must be pure ଅର୍ଥ ହେଉଛି ଚିନ୍ତା ଗୁଡ଼ିକ ଶୁଦ୍ଧ ହେବା ଦରକାର ଆସ୍ପିରେସନ୍ ଆର୍ଡେଣ୍ଟ ହେଉଛି ଇଚ୍ଛାଟା ପ୍ରବଳ ହେବା ଦରକାର ଏ ପ୍ରବଳ ଇଚ୍ଛା ଚଞ୍ଚଳତା ଅସ୍ଥିରତା ଭିତରେ ନୁହେଁ ଏକ ସ୍ଥିର ଇଚ୍ଛା ଭିତରୁ ପ୍ରକାଶ ପାଇବ it is this which has value it is this which one must seek in action in the work one does এইটা ହିଁ ଜଣେ ଖୋଜିବ ଯେଉଁ କାମ ଜଣେ କରୁଛି ଜଣେ କେତେ କର୍ମଯୋଗର କି ଚମତ୍କାର ଡେସ୍କ୍ରିପସନ୍ ୟାଠୁ ଭଳି ଭଲ ହେଇପାରେନି ଇଟ୍ ଇଜ୍ ଦିସ୍ ହ୍ୱିଚ୍ ହ୍ୟାଜ୍ ଭ୍ୟାଲ୍ୟୁ ଏହାରି ମୂଲ୍ୟ ରହିଛି କ'ଣ ମୂଲ୍ୟ ନା ଏକ ଅନ୍ତର ଶୁଦ୍ଧତା ଏକ ଉତ୍ସାହ ଏକ ଶକ୍ତି ଅଗ୍ରଗତିର ଇଚ୍ଛା ଏସବୁ ହେଉଛି କର୍ମର ଫଳ କର୍ମର ଗୋଟେ ପର୍ଟିକୁଲାର ଫଳ ନାହିଁ ଏଇଠି ସ୍ପଷ୍ଟ ଦେଖିବା ଯେ ଜଣେ ଯେତେ ବଡ଼ ଲୋକ ହଉ ବା ଗରିବ ଲୋକ ହଉ ବା ତୁଚ୍ଛ ଲୋକ ହଉ ତଫାତ୍ କିଛି ନାହିଁ ଇଏ ବି ଖାଉଛି ସେ ବି ଖାଉଛି କିନ୍ତୁ ଜଣେ ଖାଉଛି ମାଙ୍କୁ ଅର୍ପଣ କରି ଖାଉଛି ଆଉ ଜଣେ ଲୋଭବଶତଃ ଖାଉଛି ତଫାତ୍ କେତେ ରହିଛି ଯେତେବେଳେ ଯୌଗିକ ଲାଇଫ୍ ଜଣେ ଲିଡ୍ କରିବ ଯୌଗିକ ଲାଇଫ୍ ସେତେବେଳେ କାର୍ଯ୍ୟର ଧାରା ପରିବର୍ତ୍ତନ ହେଇଯିବ ଆମେ କ'ଣ ଚାହୁଁ ଯୌଗିକ ଲାଇଫ୍ ଲିଡ୍ କରିବା ପାଇଁ ଚାହୁଁ ନା ଜଷ୍ଟ ଗୋଟେ ଆଉ ଏକ ସ୍ରୋତରେ ଭାସି ଯିବା ପାଇଁ ଚାହୁଁ each event gives us an indication instead of pursuing the action of the work what it causes its effects that which one seeks to be the outside world instead if one finds the lesson which is revealed towards the action behind the action the essence that it contains ମୂଳ କଥା ହେଉଛି ତା ପୂର୍ବରୁ କହିଲେ
Each event gives us the indication, instead persuasion the action of the work. ତା ପୂର୍ବରୁ କହିଲେ it is this which one must seek in action in the work one does. ଜଣେ ୟାକୁ ପ୍ରତି କାମରେ ଯେଉଁ କାମ କର ଏହା ହିଁ ଜଣେ ଶିଖିବ. Instead if one finds the lesson which is revealed behind the action, जो काम पश्चाତରେ जो ଶିକ୍ଷା ରହିଛି ତାହା ନିଜକୁ ପ୍ରକାଶ କରେ. The essence that it contains, ସାର ଜିନିଷ ତା ଭିତରେ ଯେଉଁ ନିହିତ ଥାଏ. Why this work was interested to me, କାହିଁ ଏ କାମଟା ମୋତେ ଦିଆହେଇଛି. ତ ଯେଉଁ ବିଷୟଟା ଆମେ ପଚାରିବୁ ସେ ବିଷୟଟା ହେଉଛି ମୋତେ ଏ କାମଟା କାହିଁକି ଦିଆଯାଇଛି. ଏଇଠୁ ଆମେ ଦେଖିବୁ ଯେ ଏଣ୍ଟାୟାର ଏଜୁକେସନାଲ ସିଷ୍ଟମ୍ କେଉଁଠି ଭୁଲ ଅଛି. ଆମର ଯେଉଁ ଶିକ୍ଷାର ଯେଉଁ ସମସ୍ୟା କେଉଁ ଜାଗାରେ ଭୁଲ ଅଛି. ଶିକ୍ଷା ଯେତେବେଳେ ଅର୍ଥକାରୀ ହେଇଯାଉଛି, ଅର୍ଥକାରୀ ମାନେ ହେଉଛି ଅର୍ଥ ଉପାର୍ଜନ ସକାଶେ ମୁଁ ଶିକ୍ଷା କରୁଛି, ସେତେବେଳେ ଶିକ୍ଷାର ନଷ୍ଟ ହେଇଯାଉଛି, ଉଦ୍ଦେଶ୍ୟ ଅଲଗା ହେଇଯାଉଛି. ଶିକ୍ଷା ଯେତେବେଳେ ଚେତନା ଅଭିବୃଦ୍ଧିରେ ସହାୟତା କରୁଛି, ମୋ ଲକ୍ଷ୍ୟ ପ୍ରାପ୍ତିରେ ମୋତେ ସହାୟତା କରୁଛି, ସେଥିରେ ଫାଷ୍ଟ କ୍ୱେଶ୍ଚିନ୍ ଆସିବ ମୋ ଲକ୍ଷ୍ୟ କ'ଣ, ତା ପ୍ରାପ୍ତିରେ ସହାୟତା କରୁଛି ନା ମୋ ଲକ୍ଷ୍ୟ ହେଉଛି ଯେ ନିଜ ଅନ୍ତରରେ ଯିବା, ଏକ ଚେତନାକୁ ଆବିଷ୍କାର କରିବା, ମାଆଙ୍କ କଣ୍ଟାକ୍ଟରେ ଆସିବା, ଉପସ୍ଥିତି ଅନୁଭବ କରିବା. ଯଦି ଏହା ଲକ୍ଷ୍ୟ ହୁଏ ଶିକ୍ଷା ଯେଉଁ କାର୍ଯ୍ୟ ମୁଁ କରୁଛି ସାହାଯ୍ୟ କରୁଛି କି, ଯଦି ସାହାଯ୍ୟ କରୁଛି ଇଟ୍ ଇଜ୍ ଅଲ୍ ରାଇଟ୍. ଆଉ କିଛି ଉଦ୍ଦେଶ୍ୟ ଥିଲେ ସେ କାର୍ଯ୍ୟର ଉଦ୍ଦେଶ୍ୟ ଠିକ୍ ହୁଏନି. Why this work was interested to me, for what kind of perfection that my being needs, ମୋର ସତ୍ତା କାହିଁ କେଉଁ ରକମ ପୂର୍ଣ୍ଣତା ଚାହୁଁଛି. ଯେତେବେଳେ ଦୁଧ ମାପିବା ପାଇଁ ଦିଆଗଲା, ଆଉଟିବା ପାଇଁ ଦିଆଗଲା ପ୍ରପତିଙ୍କି, ପ୍ରଥମ କାମ ତାଙ୍କୁ ଦିଆଗଲା ଦୁଧ ଆଉଟିବା. ଯେତେବେଳେ ସେ କାମ ସେ କଲେ ସେତେବେଳେ ପ୍ରଥମେ କିଛି ଲାଗୁନଥିଲା, ପରେ ସେନ୍ସ ଆସିଗଲା ଯେ ଏମିତି କେତେବେଳେ ପ୍ରଫେସର କ'ଣ କରୁଛନ୍ତି, ଦୁଧ ମାପୁଛନ୍ତି, ଇଏ କରୁଛନ୍ତି, ଆଉ କିଛି ନାହିଁ. ସେଥିରୁ ତାପରେ ପ୍ରଫେସର କହିଛନ୍ତି ଯେ ଅନେକ ଅନୁଭୂତି ହେଲା ସେ ଦୁଧ ମାପିବା ଭିତରେ, ଅନେକ ଅନୁଭୂତି ହେଲା, ଅନେକ ଭଲ ଲାଗିଲା. ଜଣାଗଲା ଯେ କେତେ ଏଇ କାମଟା କେତେ ଅଫର କରିହେବ ମାନ ପାଖରେ. ଜଣେ ବ୍ୟକ୍ତି ଆସିଲେ ଆଶ୍ରମକୁ, ସେ ଆସିକରି ବହୁତ ଡିଗ୍ରୀ ପ୍ରାପ୍ତ ବ୍ୟକ୍ତି, ମାନେ ସାର୍ଟିଫିକେଟ୍ ପ୍ରାପ୍ତ ବ୍ୟକ୍ତି, ବହୁତ ଜାଣିଛନ୍ତି. କିଛି କାମ ମାଗିଲେ, ନଳିନ୍ଦା ତାଙ୍କୁ କହିଲେ ବାସନ ଧୁଅ, ଡାଇନିଂରେ ବାସନ ଧୁଅ. ଇଏ କହିଲେ ମାଆଙ୍କୁ ଖବର ପଠେଇଥିଲେ ତ, କହିଲେ ନଳିନ୍ଦା ମାଆଙ୍କୁ କହିନାହାନ୍ତି, ମନକୁ ମନ କହିଦେଲେ. ସେଥିରୁ ତାପରେ ଗଲା ଯାଇକି ପ୍ଲେଗ୍ରାଉଣ୍ଡରେ ମାଆଙ୍କ ସାଙ୍ଗେ ଦେଖା ହେଲା. ମାଆ ମୁଁ କିଛି କାମ କରିବାକୁ ଚାହେଁ. ମାଆ କହିଲେ ନଳିନୀ ତ ମୁଁ କହିନି ବାସନ ଧୋଇବା କଥା. ଇଏ ଚୁପ୍ ହେଇଗଲେ, ଆଉ କିଛି କହିଲେନି. ତାପରେ ମାଆ ନିଜେ କହିଲେ ଯେତେବେଳେ ବାସନ ଧୋଉଛ କାହିଁ ଭାବୁନ ଭଗବାନଙ୍କ ପାଦ ଧୋଉଛ ବୋଲି. ଆଉ ଚୁପ କିଛି କହିଲେନି. ଏ ହେଉଛି କାହାଣୀ. ଆମର ଆମେ ସତ୍ୟରେ ଚାହୁଁ ଆଧ୍ୟାତ୍ମିକ ଜୀବନ ନା ଆଉ କ'ଣ ଚାହୁଁ. କହୁଛନ୍ତି then one begins to find the truth behind all action. It is this that you must try constantly, this equanimity in action. ଏଇଟାକୁ ସବୁବେଳେ ଜଣେ ଚେଷ୍ଟା କରିବା. କାର୍ଯ୍ୟ ଭିତରେ ଯେଉଁ ସମତା ଆସିବା ଦରକାର ନିଜ ଭିତରେ. ସବୁଠୁ ବଡ଼ ହେଉଛି ଯେ ଯେଉଁ କାର୍ଯ୍ୟ କରାଯାଉ କାହିଁକି, ଯେଉଁ କଥା କୁହ, ଯେଉଁ କାର୍ଯ୍ୟ କର, ଯାହା କର, ଯେ ଆମ ଭିତରେ ଏକ ଶାନ୍ତ ସ୍ଥିର ଅବସ୍ଥାର ଭିତ୍ତିଭୂମି ହେବା ଦରକାର. ତା ଯଦି ନାହିଁ ଆମର ସବୁ କାମ ଭିତରେ ସେଇ ଉଦ୍ଦେଶ୍ୟ ରହିବ, ସେଇ ଜିନିଷଟା ପ୍ରାପ୍ତ କରିବା. ଯଦି ଏଇଭଳି ଭାବରେ ଏକ କାର୍ଯ୍ୟର ଏକ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ରୁହେ ତାହେଲେ ଜୀବନର ଉଦ୍ଦେଶ୍ୟ ମଧ୍ୟ ସଫଳ ହେବ. Then the action will bring you this state enabling you to rise to the summit of your consciousness. ତାହେଲେ ତୁମେ ଯେଉଁ କାର୍ଯ୍ୟ କରୁଛ ତୁମକୁ ସାହାଯ୍ୟ କରିବ ଚେତନାର ସର୍ବୋଚ୍ଚ ଶିଖରରେ ଆରୋହଣ କରିବା ପାଇଁ. ଦ୍ୟାଟ୍ ଇଜ୍ ଟୁ ସେ, ତା ଅର୍ଥ ହେଲା the actual state of your attitude towards life. ତୁମର ପ୍ରକୃତିରେ ଜୀବନ ପ୍ରତି କେଉଁ ମନୋଭାବ ରହିବା ଦରକାର, ସେ ମନୋଭାବ ସେ ତୁମକୁ ଦେବ. ଦିସ୍ ଇଜ୍ ଏ ଗ୍ରେଟ୍ ଷ୍ଟେପ୍ ଇନ୍ ଯୋଗ. ଯୋଗ ସାଧନାରେ ଏଇଟା ହେଉଛି ବହୁତ ବଡ଼ ପଦକ୍ଷେପ. କେଉଁଟା ବଡ଼ ପଦକ୍ଷେପ ହେଲା, ଯଦି ଆମେ କାମ ଯେଉଁ କାମ କରୁଛୁ ସେ କାମର ଉଦ୍ଦେଶ୍ୟ ଅର୍ଥ ବୁଝିପାରୁ, ଏକ. ଦ୍ୱିତୀୟରେ ବୁଝିପାରୁ କେଉଁ ସକାଶେ କାମଟା ମୋତେ ଦିଆଯାଇଛି ଏବଂ ଚେତନାର ସର୍ବୋଚ୍ଚ ଅସ୍ତିତ୍ୱକୁ ଆବିଷ୍କାର କରିବା ପାଇଁ ଆମକୁ ଏ କାମ ସାହାଯ୍ୟ କେମିତି କରୁଛି. ଆଉ କେଉଁ ବାଟରେ ନୁହେଁ. ଆଉ କେଉଁ ବାଟ ଯଦି ଜଣେ ଗ୍ରହଣ କରେ ବା ଚିନ୍ତା କରେ ସେ କଥା ଅଲଗା. ଆମ ଜୀବନ ଯେମିତି ସାର୍ଥକ ହେଇଯିବ.
जीवन सार्थक हो जदि कौन ना कौन मत आम ये चेतनार अवस्था उठू कार्यर अर्थ पाऊ बाकी जहाँ दौड़ कर दौड़ा दौड़ी कर जहाँ कर से सब हूँ बाह्य वो सब बाह्य with this attitude this is a great step in yoga जो साधना यहाँ हूँ गोटे बहुत बड़ पदक्षेप with this attitude you can always count on yourself to receive the necessary divine help यही मनोभाव जब आसब निश्चित हम तुम निश्चय भगवान को साहाय्य पाइब निश्चय भगवान को साहाय्य पाइब जब यही मनोभाव आसे माँ कहले डू नॉट ट्राई टू प्लीज योर सेल्फ डू नॉट ट्राई टू प्लीज द अदर्स यहाँ हूँ जे क्या चेष्टा करनी मन को मन नापी अन्यर मन नापी चेष्टा करनी केवल भगवान का मन नि से जमी खुशी दिस इफ वी परस्यू इट सिंसियरली will lead you towards the truth of your being केते बड़ कथा जदि यही पथ अनुसरण कर ये बाटे जाओ तुम चेतनार एक महतर अवस्था बा सत्य जाकि तुम्हें पहुँची पार डिस्कवर कर पार निज भितर देन बिगिन्स ए न्यू लाइफ एठू एक नूतन जीवन आरंभ हुए एठू एक नूतन जीवन आरंभ जो जगह तुम थो जो कम कर सम वर्क मस्ट बी टेकन वर्क माने आउटर वर्क कथा कह जाऊनी सब इनर वर्क मस्ट बी टेकन इनर वर्क जदि ग्रहण करागला ताको परस्यू करागला अनुसरण करागला जीवन एक अर्थ थिला बेले आसीब नहले जो मुहूर्त में अंतर्चेतना संपर्क आसीब देखिबो जे बाकी सब होची अर्थहीन बगबाज खाली आउ किछि नाही अंतर्चेतना जदि लक्ष्य हुए मो जीवन लक्ष्य होची मो मां को अंतर पाइबा मो काम जदि से नौनी क्वेश्चन करे पड़े कम मो आटीट्यूड भूल ना तो कमटा ठीक भाव में करनी तो जदि मो आटीट्यूड भूल थो ताले भगवत उपस्थिति केबे भी जने आविष्कार कर परबनी ए जदि भूल थो ठीक थिले निश्चय भाव में प्रति काम मत नहीं जाए चमत्कार भाव से कहते व्हेन वन बिगिन्स टू टर्न इनवर्ड्स जन जो अंतर्चेतना को अंतर भर मुह फेराए टू सी थिंग्स नॉट एज दे आर ऑन द आउटसाइड बाहर जो जिन देखा जाऊला सेम देखा जाए नहीं टू फील इन ए वे वन हैज नेवर फेल्ट एमती भाव जिनस गुड़िक अनुभव करे जहाँ पूर्व केवे भी से अनुभव करना टू हियर वॉइसेस एंड मेलोडीज which ring like divine way one has never felt to hear voice melodies which like divine canticles spreading an inexpressible joy in the being एभଳି ଭାବରେ ସ୍ୱର ଶୁଣେ which ring like a divine canticle spreading an inexpressible joy in the being एभଳି दिव्य संगीत जने शुणे जहाँ तुम समग्र जीवन भितर सत्ता भितर महतर आनंद खेली दिए acting in a rhythm which surpasses time which is confined by its nature तुम सत्ता भितर एमती भाव में कार्य करे तुम निज भितर जे समग्र प्रकृति अलग भाव अनुभव भाव आरंभ करे वन रिसीव्स द वाइब्रेशन फ्रॉम द इटर्नल जड़े भगवान पाख अनंत पाखर स्पंदन पाइबा आरंभ करे जमती वन रिसीव्स द वाइब्रेशन फ्रॉम द इटर्नल रिसेंटली 3-4 दिन तले कि 5 दिन तले खबर आसला मंगल ग्रह प्रथम थर रेडियो वेव आसी फास्ट टाइम के पढ़ीच मंगल ग्रह प्रथम थर रेडियो वेव आने रिसीव कर नासा अच्छा से सब बर्तमान ग्रुप कर ये चेष्टा कर अधिक कौन है आनालाइज करने चेष्टा कर कथा ठीक से भाव में आमर भगवान पाखु इटर्नल अनंत पाखु सिग्नाल सब आसो सिग्नाल गुड़िक आम रिसीव करने आरंभ कर सिग्नाल आसा पूर्व केते कौन घटी जाई नथिबो आम भावुँ यही भाव में जीवन यापन करके सिग्नाल पाइबू एंड ऑल्सो अदर थिंग्स which exceed our comprehension where does this sweetness come from हम भावुँ ये जिन सब आसे आमर चिंता आमर भावना सब टपी जाए ये मधुरता कौ जगह आसूँ ये असुविधा सुविधा गुड़ा कौटे आसूँ व्हेन एंड हाउ एंड व्हाई केबे आसूँ केमिति आसूँ कहीं आसूँ ऑल आर रीजनिंग्स फॉल फ्लैट आमर सब रकम जो चिंता जुक्ति तर्क से पूरा अर्थहीन हो जाए इट इज देयर
and the next moment it has disappeared. এইটি আসছে এইখানে নাই ଭିତରର ସେ ଯେଉଁ ଚମତ୍କାର କଥା ମୁଁ ବହୁତ ଥର କହିଛି। ଶର୍ମାଜୀ ଦାଦାଙ୍କୁ ପଚାରିଲେ ଯେ ଚୈତ୍ୟ କଣ୍ଟ୍ରାକ୍ଟ କେମିତି ପରମାନେଣ୍ଟଲି ହେବ। ମୋତେ ଶର୍ମାଜୀ କହିଥିଲେ ଦାଦାଙ୍କୁ ଗୋଟେ ଟାଇମ୍ ଫିକ୍ସ କରିଦିଅ, ଗୋଟେ ଟାଇମ୍ ଫିକ୍ସ କରି ତାଙ୍କୁ ନେଇଗଲି। ସେ ଯାଇ ପହଞ୍ଚିଲେ, ଫାଷ୍ଟ କ୍ୱେଶ୍ଚିନ୍ ପଚାରିଲେ ଯେ କେମିତି ଚୈତ୍ୟ କଣ୍ଟ୍ରାକ୍ଟ ପରମାନେଣ୍ଟ ହେବ। ଶର୍ମାଜୀ ଏ କଥା କହିଲେ ଯେ ମୋର ମଝିରେ ମଝିରେ ହେଉଛି କିନ୍ତୁ ସ୍ଥାୟୀ ରହୁନି ଜମା। ସେଥିରୁ ଦାଦା ଅଦ୍ଭୁତ ଭାବରେ ଆନ୍ସର ଦେଲେ। ଦାଦା କହିଲେ ଏଇଟା 68 69ରେ ବୋଧେ ହେବ, ସମୟ ହେବ। ଦାଦା କହିଲେ ଯେ ପରମାନେଣ୍ଟ ସାଇକିକ୍ କଣ୍ଟ୍ରାକ୍ଟ ତାଙ୍କର ଆସିଲା। ତାଙ୍କୁ ମାଙ୍କୁ କହିଲେ ମା ଆପଣ ଯେଉଁ ପ୍ରେଜେଣ୍ଟ ଦେବା ପାଇଁ ଚାହୁଁଥିଲେ ମୁଁ ପାଇଗଲିଣି। ମା ବହୁତ ଖୁସି ହେଲେ। କେମିତି ପରମାନେଣ୍ଟ ଆସିବ ସେଥିରୁ ଦାଦା ବତେଇଲେ। କହିଲେ ତୁମମାନେ ଦାଦାଙ୍କଠୁ ବୟସରେ ବଡ଼ ଛୋଟ ଶର୍ମା କହିଲେ ତୁମମାନେ ବହୁତ ବଡ଼ କନିଷ୍ଠ ଲୋକ, ବହୁତ ଆଡ଼େ ଯାଇଛ କହୁଛ, କନଷ୍ଟାଣ୍ଟଲି ମାଙ୍କୁ ସ୍ମରଣ କରିବ, ପ୍ରେୟାର କରିବ, କନଷ୍ଟାଣ୍ଟଲି ପ୍ରେୟାର କରିବ, କନଷ୍ଟାଣ୍ଟଲି ସ୍ମରଣ କରିବ, ସବୁବେଳେ ମାଙ୍କ ନାଁ ଜପ କରିବ, ମାଙ୍କୁ ଡାକିବ। ଆଉ ମାନେ ମୁଁ ଏତେ ଏକ୍ସାଇଟେଡ଼ ହେଇଗଲି ଯେ ଟିପି ରଖିପାରିଲିନି। ଟିପି ରଖିଥିଲେ ଭଲ ହେଇଥାନ୍ତା ତାଙ୍କ କଥା ଗୁଡ଼ିକ, କିନ୍ତୁ ଟିପି ରଖିପାରିଲେନି। କିନ୍ତୁ ସେ ଗୋଟେ ଦେଖିଛନ୍ତି ତାଙ୍କ ନିଜ ବିଷୟରେ ସାଇକିକ୍ କଣ୍ଟ୍ରାକ୍ଟ ହେଲେ କେମିତି ଲାଗେ ବୋଲି, ସେଇଥିରେ ଏଇଟା ରହିଛି। କେମିତି ଆସିବ ମୋ ମନେ ପଡ଼ୁନି କୋଉଠି ଲେଖା ହେଇଛି ନିଶ୍ଚୟ। କିନ୍ତୁ ସକାଳେ ଚିରନ୍ତ ସବୁବେଳେ ମାଙ୍କୁ ଡାକି ଚାଲିବ, ପ୍ରେୟାର ବୋଲି କହିଲେ ସବୁବେଳେ ମାଙ୍କୁ ପ୍ରାର୍ଥନା କରିକି ଚାଲିବ, ସବୁବେଳେ କହିକି ଚାଲିବ। ଏଇ ଭାବରେ ନିଜର ତାଙ୍କ ସାଙ୍ଗେ କଣ୍ଟାକ୍ଟ, ଥରେ ତାଙ୍କ ସାଙ୍ଗରେ କଣ୍ଟାକ୍ଟ ହେଲେ ବାହାର ଜୀବନ ସମ୍ପୂର୍ଣ୍ଣ ଚେଞ୍ଜ ହେଇଯାଏ। ୟୁ ଆର୍ ନୋ ମୋର୍ ଦି ସେମ୍ ପର୍ସନ୍। ଯେମିତି କୁହାଯାଏ ଗଙ୍ଗାରେ ଗାଧେଇ ପଡ଼ିଲେ କ'ଣ ହୁଏ, ଆଉ ପାପ ସବୁ ମୁକ୍ତ ଜଣେ ହେଇଯାଏ। ପରମହଂସଙ୍କୁ ପଚାରିଲେ ଯେ ଗଙ୍ଗାରେ ଗାଧେଇ ପଡ଼ିଲେ କ'ଣ ପାପ ମୁକ୍ତ ହେଇଯାଏ? ହଁ ମୁକ୍ତ ହେଇଯାଏ। ନା କେମିତି? ନା ଯେମିତି ଗଙ୍ଗାକୁ ଡେଇଁ ପଡ଼ ଗାଧେଇବା ପାଇଁ, ପାପ ସବୁ ତୁମକୁ ଛାଡ଼ିକି ଚାଲିଯାଏ। ଗଙ୍ଗାରୁ ଗାଧେଇ ପଡ଼ିଲା ବେଳେ ପୁଣି ଚଢ଼ିକି ଆସେ ତୁମ ଉପରେ। ଆମ ଭିତରେ ସେୟା ହିଁ ଘଟେ। ମା ବର୍ଣ୍ଣନା କରିଛନ୍ତି ସାଇକିକ୍ କଣ୍ଟ୍ରାକ୍ଟର ଗୋଟେ ଅବସ୍ଥାରେ। ସେ କହିଛନ୍ତି ଯେତେବେଳେ ଲୋକ ଆସନ୍ତି ମୁଁ ତାଙ୍କୁ କଣ୍ଟାକ୍ଟ କରେ ଯେ ବା ତାଙ୍କ ଭିତରେ ଦୁଃଖ ଆନନ୍ଦ ଆଣି ନେଇ ଆସେ, ଅଲଗା ଅସୁବିଧା ଦୂର କରିଦିଏ। କିନ୍ତୁ ସେମାନେ ବଢ଼ିଆ ଖୁସି ହେଇକି ପାରନ୍ତି। ପୁଣି ସେମାନେ କ'ଣ କରନ୍ତି, ତାକୁ ଡାକିକି ଆଣନ୍ତି। କାହିଁକି ଡାକିକି ଆଣନ୍ତି? କାରଣ ବହୁତ ଚମତ୍କାର ନିମ୍ନ ଜୀବନ, ନିମ୍ନତର ଜୀବନ, ତୁଚ୍ଛ ଜୀବନର ଗୋଟେ ରସ, ଗୋଟେ ଆନନ୍ଦ ରହିଛି। ସେ ଆନନ୍ଦକୁ ଆମେ ଛାଡ଼ିପାରୁନି। ଆମକୁ ଯଦି କୁହାଯିବ ତୁମେ ଭାରତ ପ୍ରଧାନମନ୍ତ୍ରୀ ହେବ କି ସାଇକିକ୍ କଣ୍ଟ୍ରାକ୍ଟ ଆସିବ, କ'ଣ ଆମେ କହିବୁ? ଆମେ କହିବୁ ପ୍ରଧାନମନ୍ତ୍ରୀ ହେବ ନା, ସାଇକିକ୍ କଣ୍ଟ୍ରାକ୍ଟରୁ କ'ଣ ମିଳିବ ଆମକୁ? ଆଜି ଅଛି କାଲି ଥିବ, ନଥିବ, ନଦେଲେ ବି କ'ଣ କରିବୁ? ପ୍ରଧାନମନ୍ତ୍ରୀ ଯେଉଁ ଗୌରବ ଅଛି, ମାଙ୍କ କାମ କରିବୁ ନା ପ୍ରଧାନମନ୍ତ୍ରୀ ହେଲେ, ଏଇ ଆମକୁ ବୁଝେଇ ଦେବୁ। ଏବଂ ଯେତେବେଳେ ଉଦାରଙ୍କୁ କୁହାଗଲା, ଉଦାରଙ୍କୁ ଉଦାର ନୁହେଁ, ଅମଲ କିରଣଙ୍କୁ କୁହାଗଲା ଯେ ପଣ୍ଡିଚେରୀର କ'ଣ କର୍ଣ୍ଣେଲ ନା କ'ଣ ଗୋଟେ, ସେତେବେଳେ ଇଏ ଫ୍ରେଞ୍ଚ ଅଧିନରେ ଥିଲା ଏଇଟା, ସେ ମାଙ୍କୁ ବହୁତ ମା ମୋତେ ତୁଥିରୁ ଉଦ୍ଧାର କର, ମୁଁ ଜମା ସେ ପଲିଟିକ୍ସ ଭିତରେ ଯିବେନି, ତା ଭିତରେ ଯିବେନି। ମା ଲାଷ୍ଟରେ ରାଜି ହେଲେ, କହିଲେ ହଁ ହେବନି ବୋଲି। କାହିଁକି ନା ୱାନ୍ କ୍ୟାନଟ୍ ଇମାଜିନ୍ ଜୀବନ କେତେ ନଷ୍ଟ ହେଇଯାଏ। ଏନି ହାଉ ଏ ହେଉଛି ସାଇକିକ୍ କଣ୍ଟ୍ରାକ୍ଟର କଥା, ଯେ କେଉଁ ନା କେଉଁ ବାଟେ ଅନ୍ତର ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ ଏବଂ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯିବ।